এইଭଳି ପ୍ରଶ୍ନ ଦେଇଛି ତାକୁ କେମିତି ସମାଧାନ କରିବା ଦେଖ। ଜଣେ ଲୋକ ଗୋଟେ ଜିନିଷକୁ 9,000 ଟଙ୍କାରେ କିଣି ଯଦି 15% ଲାଭରେ ବିକ୍ରି କରେ ତେବେ ବିକ୍ରୟ ମୂଲ୍ୟ କେତେ? ବିକ୍ରୟ ମୂଲ୍ୟ କେମିତି ବାହାରି କରିବା? ତେବେ କଷ୍ଟ ପ୍ରାଇସ୍ ମାନେ କ୍ରୟ ମୂଲ୍ୟ ଦେଇଛି କେତେ? କ୍ରୟ ମୂଲ୍ୟ କେତେ ନା 9,000 ଟଙ୍କା କିଣିଛି। ଲାଭର ଶତକଡ଼ା କେତେ? 15। ତେବେ ସେଲିଂ ପ୍ରାଇସ୍ ପଚାରିଛି କେତେ ଟଙ୍କାରେ ବିକିବ ପଚାରିଛି ନାଇଁ କି? ତାହେଲେ ସେଲିଂ ପ୍ରାଇସ୍ ବା ବିକ୍ରୟ ମୂଲ୍ୟ ବା ସେଲିଂ ପ୍ରାଇସ୍ ହେଲା। ସେଲିଂ ପ୍ରାଇସ୍ ଯେ ବିକ୍ରୟ ମୂଲ୍ୟ। ସେଲିଂ ପ୍ରାଇସ୍ ବାହାର କରିବା କେମିତି? 100 ପ୍ଲସ୍ ପ୍ରଫିଟ୍ରେ ଦେଇଛି ନା, ପ୍ରଫିଟ୍ର ପରସେଣ୍ଟ ବାଇ 100 इंटू SP है ना। SP मैंने सेलिंग प्राइस है बाय विक्रय मूल्य 100 प्लस प्रॉफिट केते देचे 15 बाय 100 इंटू 9,000 क्यों साधन करे 115 हो गला। ये गला 100 इंटू हो गला ये 9,000। तबे काटी देबा केते 100 नुआ 900 ये हला 90 115 गुण 9 90 जदि आम करदे तेज हो जाए ना 10,350 टका है ना। एति टଙ୍କା से बिक्री कर तार 15% लाभ हो। धन्यवाद।